ଜଙ୍ଗଲ ଜମି ଲଢ଼େଇର ମହାନାୟକ ଝାରଖଣ୍ଡ ଆନ୍ଦୋଳନ ଅଗ୍ରଦୂତ ସେ ଥିଲେ ଅଧିବାସୀଙ୍କ ଆସ୍ଥା ବିଶ୍ୱାସ ଅଧିକାରୀ ଲଢ଼େଇର ମହାନାୟକ। କେବେ ଜଙ୍ଗଲ ଜମି ରକ୍ଷା ପାଇଁ ସଂଗ୍ରାମ କରୁଥିଲେ ତ ପୁଣି କେବେ ଅଧିକାର ଲଢ଼େଇ ପାଇଁ ଜେଲ୍ ଯାଉଥିଲେ ଏବଂ ଆଦିବାସୀଙ୍କ ଧର୍ମ ସାରନା ଧର୍ମ ପାଇଁ ମଧ୍ୟ ହକ୍ ଦାବି କରି ଆସୁଥିଲେ। ଝାରଖଣ୍ଡ ରାଜନୀତିର ସବୁଠାରୁ ବଡ଼ ଚେହେରା ଶିବୁ ସୋରେନ ସମସ୍ତଙ୍କ ଗହଣରେ ଦିଶମ ଗୁରୁ ଶିବୁ ସୋରେନ ଭାବେ ଜଣାଯାଇଥିବା ଶିବୁ ସୋରେନଙ୍କ 81 ବର୍ଷ ବୟସରେ ପରଲୋକ ରାଜନୀତିରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଦିଲ୍ଲୀ ଗଙ୍ଗାରାମ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାହାଙ୍କର ପରଲୋକ ହୋଇଅଛି। ଆଜି ରାମଗଡ଼ ସ୍ଥିତ ପୈତୃକ ବାସଭବନରେ ହେଉଛି ଅନ୍ତିମ ସଂସ୍କାର। ଶିବୁ ସୋରେନଙ୍କ ମୃତ୍ୟୁରେ ପୁରା ଝାରଖଣ୍ଡ ରାଜ୍ୟରେ ଦୁଃଖର ଲହଡ଼ି ଖେଳିଯାଇଅଛି। 1944 ମସିହା ଜାନୁଆରୀ 11 ତାରିଖରେ ଜନ୍ମଗ୍ରହଣ କରିଥିବା ଶିବୁ ସୋରେନ 1970ରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ଗଠନ କରିଥିଲେ। ବିହାରଠାରୁ ଅଲଗା କରି ଝାରଖଣ୍ଡକୁ ସ୍ୱତନ୍ତ୍ର ରାଜ୍ୟ ଗଠନ ପରଧା ଶିବୁ 30 ବର୍ଷ ଲଢ଼େଇ ପରେ 2000 ମସିହାରେ ଝାରଖଣ୍ଡକୁ ମିଳିଥିଲା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା। 1980ରୁ 2014 ମଧ୍ୟରେ 8 ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। 2 ଥର ରାଜ୍ୟସଭା ସଂସଦ ଭାବେ ନିର୍ବାଚିତ ହୋଇଛନ୍ତି। 2004ରେ ୟୁପିଏସ୍ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ଶିବୁ ସୋରେନ ସବୁବେଳେ ଗରିବଙ୍କୁ ଆଖି ଆଗରେ ରଖୁଥିଲେ। ଗରିବଙ୍କ ଉନ୍ନତି ପାଇଁ ସବୁବେଳେ ଅର୍ଥ ପ୍ରଦାନ କରୁଥିଲେ। ଜଣେ ରାଜ୍ୟ ନେତା ଭାବେ ପରପାଲିଠୁ ନେଇ ଜାତୀୟ ରାଜନୀତିରେ କେବଳ ସ୍ୱତନ୍ତ୍ର ସ୍ଥାନ ବନାଇ ନଥିଲେ, ଶିବୁ ବରଂ ଆଦିବାସୀଙ୍କ ଅସ୍ମିତାକୁ ନୂଆ ପରିଚୟ ଦେବାରେ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା। ଶିବୁ ସୋରେନ ଜଗତ ଛାଡ଼ି ଚାଲିଗଲେ, କିନ୍ତୁ ଲୋକେ ତାଙ୍କୁ ଦିଶମ ଗୁରୁ ଶିବୁ ସୋରେନ ଭାବେ ଚିରକାଳେ ମନେ ରଖିଥିବେ। ନ୍ୟୁଜ୍ର ରିପୋର୍ଟ କନକ ନ୍ୟୁଜ୍।